ଏହି ଶନିବାର ମନ୍ଥଲି କ୍ଲଷ୍ଟର ଲେବୁଲ୍ ସେୟାରିଂ ମିଟିଂ। ଏହା 2025-26 ଶିକ୍ଷାବର୍ଷର ଫାଷ୍ଟ MCM। ରାଇଟ୍ ଟୁ ଏଜୁକେସନ୍ ଲାଗୁ ହେବା ପରେ ପ୍ରତ୍ୟେକ ସ୍କୁଲରେ ଖୋଲାଯାଇଛି ଶିଶୁ ବାଟିକା। ସେହି ଶିଶୁ ବାଟିକାର ମଧ୍ୟ ଏହା ଫାଷ୍ଟ MCM। ଆଗରୁ MCMରେ କେବଳ ହେଡ଼ମାଷ୍ଟରଙ୍କ ସହିତ FLN ଗ୍ରେଡ୍ ଟିଚର ପାର୍ଟିସିପେଟ୍ କରୁଥିବା ବେଳେ ଏଥର ହେଡ଼ମାଷ୍ଟର FLN ଗ୍ରେଡ୍ ଟିଚରଙ୍କ ସହିତ ଶିଶୁ ବାଟିକା ପାଇଁ ନିୟୋଜିତ ହୋଇଥିବା ଟିଚର ମଧ୍ୟ ସାମିଲ ହେବେ। ଡାଇରେକ୍ଟୋରେଟ୍ ଅଫ୍ ଟିଚର ଏଜୁକେସନ୍ ଆଣ୍ଡ ACRT ଓଡ଼ିଶା ଭୁବନେଶ୍ୱର ଲେଟର ନମ୍ବର 3947 ଜୁଲାଇ 3 ତାରିଖରେ ରାଜ୍ୟର ସମସ୍ତ ଡାଏଟ୍ର ପ୍ରିନ୍ସିପାଲମାନଙ୍କୁ ଜଣାଇ ଦିଆଯାଇଛନ୍ତି କି 2025-26 ଶିକ୍ଷାବର୍ଷର ପ୍ରଥମ ମନ୍ଥଲି ସେୟାରିଂ ମିଟିଂ ଜୁଲାଇ ମାସର ଥାର୍ଡ଼ ସଟରଡେରେ ଅନୁଷ୍ଠିତ କରାଯିବ, ଯେଉଁଥିରେ କି ପ୍ରଥମ ଥର ଶିଶୁ ବାଟିକା ସମ୍ପର୍କିତ ବିଷୟ ସ୍ଥାନ ପାଇବ। 10ଟାରେ ଫାଷ୍ଟ ସେସନ୍ ମିଟିଂ ଆରମ୍ଭ ହେବ। 10ଟାରୁ 10ଟା 15 ପର୍ଯ୍ୟନ୍ତ ସ୍ୱାଗତ ଓ କାର୍ଯ୍ୟସୂଚୀ ସୂଚନା ପ୍ରଦାନ କରାଯିବ। 10ଟା 15ରୁ 11ଟା ଶିଶୁ ବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା ସମ୍ବନ୍ଧରେ ଆଲୋଚନା କରାଯିବ। 11ଟାରୁ 11ଟା 20 ପର୍ଯ୍ୟନ୍ତ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଯେଉଁଥିରେ କି ଶିଶୁ ବାଟିକା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସମ୍ବନ୍ଧରେ ଆଲୋଚନା କରାଯିବ। 11ଟା 20ରୁ ଦିନ 1ଟାଏ ପର୍ଯ୍ୟନ୍ତ ମଲ୍ଟିଗ୍ରେଡ୍ କ୍ଲାସ୍ ମ୍ୟାନେଜମେଣ୍ଟ, ସାମ୍ପୁଲ ଲେସନ୍ ପ୍ଲାନ୍, ପ୍ରିପେୟାର ଅଫ୍ ଲେସନ୍ ପ୍ଲାନ୍ ଆଣ୍ଡ ପ୍ରେଜେଣ୍ଟେସନ୍ କରାଯିବ। ଦିନ 1ଟାରୁ ଦିନ 2ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ୍ ରହିବ। ଦିନ 2ଟାରେ ସେକେଣ୍ଡ ସେସନ୍ ଆରମ୍ଭ ହେବ। ଦିନ 2ଟାରୁ 2ଟା 30 ମଧ୍ୟରେ ଅଧଘଣ୍ଟା ପାଇଁ ଯେଉଁ ସ୍କୁଲରେ ଏହି ସେୟାରିଂ ମିଟିଂ ଅନୁଷ୍ଠିତ ହେଉଥିବ ତା'ର TLA ରୁମ୍, ଟଏଲେଟ୍, ଟିଚିଂ ଆକ୍ଟିଭିଟିଜ୍, ଲିଟରେସି କର୍ଣ୍ଣର, ନ୍ୟୁମେରିସି କର୍ଣ୍ଣର ଇତ୍ୟାଦିକୁ ଅନ୍ୟ ଟିଚରମାନେ ବୁଲିକି ଦେଖିବେ। 2ଟା 30ରୁ 3ଟା ପର୍ଯ୍ୟନ୍ତ କ୍ଲାସ୍ 4 ଓ କ୍ଲାସ୍ 5ର ଗଣିତ ଶିକ୍ଷଣ କାର୍ଯ୍ୟ ସମ୍ବନ୍ଧରେ ଡିସ୍କସନ୍ କରାଯିବ। 3ଟାରୁ 3ଟା 15 ଟାଇମ୍ ଟେବୁଲ୍ ସମ୍ବନ୍ଧରେ ଡିସ୍କସନ୍ ହେବ, ଯେଉଁଥିରେ କି ବିଶେଷ କରି ଶିଶୁ ବାଟିକା ଓ FLN ଉପରେ ଫୋକସ୍ କରାଯିବ। ଦିନ 3ଟା 15ରୁ 3ଟା 45 ସ୍କୁଲ ଡେଭଲପମେଣ୍ଟ ପ୍ଲାନ୍ ବା SDP ସମ୍ବନ୍ଧରେ ଆଲୋଚନା କରାଯିବ, ଯେଉଁଥିରେ କି ସ୍କୁଲର ସିକ୍ୟୁରିଟି ଏବଂ ସେଫ୍ଟି ବିଷୟ ଅନ୍ତର୍ଭୁକ୍ତ। ଦିନ 3ଟା 45ରୁ 4ଟା ପର୍ଯ୍ୟନ୍ତ ଶିକ୍ଷକମାନଙ୍କର ଅଭାବ ଓ ଅସୁବିଧା ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରି ପଦକ୍ଷେପ ନିଆଯିବାର ବ୍ୟବସ୍ଥା କରାଯିବ। ଶିଶୁ ବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏକାନ୍ତ ଜରୁରୀ। ଏଥିରେ ଯେଉଁ ସବୁ ସମସ୍ୟା ବା ପ୍ରଶ୍ନକୁ ନେଇ ଆଲୋଚନା କରାଯିବ ସେଗୁଡ଼ିକ ହେଲା: କ୍ୱେଶ୍ଚିନ୍ ନମ୍ବର 1, ରାଜ୍ୟରେ ଶିଶୁ ବାଟିକା ଶ୍ରେଣୀ ପରିଚାଳନା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି? କ୍ୱେଶ୍ଚିନ୍ ନମ୍ବର 2, ଶିକ୍ଷକ ସହାୟକ ପୁସ୍ତିକାରେ କେଉଁ କେଉଁ ବିଷୟଗୁଡ଼ିକ ସ୍ଥାନିତ କରାଯାଇଛି? କ୍ୱେଶ୍ଚିନ୍ ନମ୍ବର 3, ଟ୍ରେନିଂରେ କେଉଁ ସବୁ ବିଷୟ ଆଲୋଚନା କରାଯାଇଥିଲା? କ୍ୱେଶ୍ଚିନ୍ ନମ୍ବର 4, ସହାୟକ ପୁସ୍ତିକା ଟିଚରମାନଙ୍କୁ କ୍ଲାସ୍ ମ୍ୟାନେଜମେଣ୍ଟରେ କିପରି ହେଲ୍ପ ହେବ? କ୍ୱେଶ୍ଚିନ୍ ନମ୍ବର 5, କାର୍ଯ୍ୟ ପୁସ୍ତିକାକୁ କିଏ କିପରି ବ୍ୟବହାର କରିବେ? କ୍ୱେଶ୍ଚିନ୍ ନମ୍ବର 6, ଟିଚର ଗାଇଡ୍ ଓ ୱାର୍କବୁକ୍ କିପରି ପରସ୍ପର ସମ୍ପର୍କିତ ହୋଇ ରହିଛି? ଜୁଲାଇ ମାସରେ ଶିଶୁ ବାଟିକା ପାଇଁ ପିରିୟଡ଼ ଗୁଡ଼ିକ ବଣ୍ଟା ଯାଇଛି। ତା ଭିତରେ 42ଟି ପିରିୟଡ଼, ଭାଷାଗତ ବିକାଶ ବା ସାକ୍ଷରତା ବିଷୟରେ 10ଟି ପିରିୟଡ଼ ନିଆଯିବ। ବୌଦ୍ଧିକ ବିକାଶ ବା ସଂଖ୍ୟାଜ୍ଞାନ ସମ୍ପର୍କିତ 10ଟି ପିରିୟଡ଼ ନିଆଯିବ। ଶାରୀରିକ ବିକାଶ ସମ୍ପର୍କରେ 5ଟି ପିରିୟଡ଼, କଳା, ସୌନ୍ଦର୍ଯ୍ୟ ଓ ସୃଜନାତ୍ମକ ବିକାଶ ହିସାବରେ 5ଟି ପିରିୟଡ଼, ସାମାଜିକ, ଆବେଗିକ ଓ ନୈତିକ ବିକାଶ କ୍ଷେତ୍ରରେ 5ଟି ପିରିୟଡ଼, ଶିଶୁ ସଭା ପାଇଁ ମାସକ ଭିତରେ ରହିବ 2ଟି ପିରିୟଡ଼, ମୁକ୍ତ ଖେଳ ଓ ନିର୍ଦ୍ଦେଶିତ ଖେଳ ପାଇଁ ଜୁଲାଇ ମାସ ଭିତରେ ରହିବ 5ଟି ପିରିୟଡ଼, ସମୁଦାୟ 42ଟି ପିରିୟଡ଼ ଶିଶୁ ବାଟିକା ପିଲାମାନଙ୍କ ପାଇଁ ଡିଷ୍ଟ୍ରିବ୍ୟୁଟ୍ କରାଯାଇଛି। ନମ୍ବର 1ରେ ଆସିଲା ଭାଷାଗତ ବିକାଶ, ଯାହା 10ଟି ପିରିୟଡ଼। ସେଥିମଧ୍ୟରୁ 4ଟି ପିରିୟଡ଼କୁ କରାଯିବ ପରିଚିତ ଗୀତ କିମ୍ବା ଜାଣିଥିବା କବିତା 4ରୁ 8ଟି ବାକ୍ୟ ମଧ୍ୟରେ ହୋଇଥିଲେ ତାହାକୁ ଧ୍ୟାନର ସହ ଶୁଣିବେ ଓ ତାହା ଉପରେ କଥାବାର୍ତ୍ତା କରିବେ। ଏହାକୁ 4ଟି ପିରିୟଡ଼ ମଧ୍ୟରେ ସୀମିତ ରଖାଯିବ। ପରିଚିତ ଗୀତ କିମ୍ବା କବିତା ଗାଇବେ ବା ଆବୃତ୍ତି କରିବେ, ଏହାକୁ 6ଟା ପିରିୟଡ଼। ଟୋଟାଲ୍ ହେଲା 10ଟି ପିରିୟଡ଼ ଭିତରେ ଭାଷାଗତ କାର୍ଯ୍ୟକ୍ରମ ସରିବ। ନମ୍ବର 2ରେ ଆସିଲା ବୌଦ୍ଧିକ ବିକାଶ, ଯାହା ପାଇଁ 10ଟି ପିରିୟଡ଼ ରଖାଯାଇଛି। ସେଥିରେ ୟେଲୋ କୋଡ଼୍ ବ୍ୟବହୃତ ହେବ 7.11, ନିଜ ନିକଟ ପରିବେଶରେ ଉପଲବ୍ଧ ଥିବା ସାଧାରଣ ବସ୍ତୁ, ମଣିଷ ଚିତ୍ର, ମଡେଲ, ପଶୁପକ୍ଷୀଙ୍କର ସ୍ପଷ୍ଟ ବିବରଣୀ ବର୍ଣ୍ଣନା କରାଯିବ। ତାପରେ ୟେଲୋ କୋଡ଼୍ 7.12ରେ ସମାନ ପରିଚିତ ବସ୍ତୁ ମଧ୍ୟରେ ଥିବା ଚିତ୍ରଟିକି ଦେଖାଇବେ, ତା ଦେହରେ ଥିବା ନିଖୋଜ ଅଂଶକୁ ସେମାନେ ଚିହ୍ନଟ କରିବେ। ତାପରେ ୟେଲୋ କୋଡ଼୍ 7.13 ଏକ ପ୍ରକାର ଓ ଅନ୍ୟ ପ୍ରକାର ପଶୁପକ୍ଷୀମାନଙ୍କ ମଧ୍ୟରୁ ବଡ଼ରୁ ସାନ, ସାନରୁ ବଡ଼ ଚିହ୍ନଟ କରିବେ, ଯେପରିକି ପଶୁ ତାର ଛୁଆ, ପକ୍ଷୀ ତାର ଛୁଆ, ଛୁଆ ଏବଂ ତାର ମା, ଏସବୁକୁ ଚିହ୍ନଟ କରିପାରୁଥିବେ।
तापर येलो कोड 7.14 वस्तु मध्य समान वस्तु और अलग वस्तु को चिन्हट करें। नंबर 3 शारीरिक विकास जो 5टी पीरियड व्यवहृत हो। येलो कोड रो 1.11 स्वाधीन भाव में विभिन्न प्रकार खाद्य खाती। येलो कोड आसो 1.12 विभिन्न खाद्य श्रेणी खाद्य चिन्हट खाद्यर उपयोगिता एवं कुप्रभाव व्याख्या करा। येलो कोड 1.13 केतक उत्तम पुष्टिकर खाद्य गुणावली कहवाक पड़ो जेपरी अंडा क्षीर शाग डाली इत्यादि। तापर आसो येलो कोड 1.14 केतक पुष्टिकर जलखिया प्रस्तुत में अंशग्रहण जेपरी सीझा चना गजा बुट गजा मुग सालाड इत्यादि। येलो कोड 3.31 विभिन्न कार्य करने सूक्ष्म मांसपेशी समन्वित चलन को व्यवहार करे जहाँकि किसी सहायता सहित अधिक सठिकता आवश्यक करे जेपरी पेनसिल साहाय्य ड्रॉइंग करवा छोट छोट माड़ी गुंथिबा सूता द्वारा फूल गुंथिबा आबद्ध क्षेत्र मध्य रंग करवा इत्यादि। नंबर 4 आसला कला सौंदर्य और सृजनात्मक विकास जो 5टी पीरियड व्यवहार कर। येलो कोड रहिबो 9.11 विभिन्न प्रकार कला सामग्री किंबा उपकरण व्यवहार संबंध में भिन्न भिन्न कला कौशल जेपरी बाड़ी मंजी गोड़ी पत्थर सूता पेनसिल ब्रश क्रेयन पाउडर माटी कैंची इत्यादि अन्वेषण करा। नंबर 5 रहिबो सामाजिक विकास और आवेगिक और नैतिक विकास जो जुलाई मासरे 5टी पीरियड दिया। येलो कोड रहिबो 4.11 परिवार पड़ोशी विद्यालय सहर एवं जेउठारे भिन्न भिन्न लोक भिन्न भिन्न जीविका बा भूमिका निर्वाह करती सेठारे निजको एक सदस्य भाव में निजको अभिहित करी आलोचना करेजिवे। तापरे रहिबो येलो कोड 4.12 व्यक्तिगत परिचय सूचना जेपरिक बासस्थान ठिकाना परिवार सदस्य मानक विवरणी इत्यादि विषय में तथ्य प्रदान करा जाय आलोचना करा। यहीपरि भाव में 2025-26 शिक्षावर्षर फास्ट मंथली क्लस्टर लेवल शेयरिंग मीटिंग करा जाई टीचर मानक मध्य अवेयरनेस सृष्टि करा जिवो। एथिरे विशेषकर शिशु बाटिका और एफएलएन को अधिक गुरुत्व दिया सहित अन्य श्रेणी परिचालनार समन्वय रखा जाइछि। निहाती भाव में शिशु बाटिका और एफएलएन ग्रेड टीचर यही शेयरिंग मीटिंग जोग देवा दरकार।